ଆଜିର କାହାଣୀର ନାଁ ଆତ୍ମସନ୍ତୋଷ। ଭୀମପୁର ଗ୍ରାମର ଭୀମଦାସ ସବୁବେଳେ ଉଦାସ ରହିଥାନ୍ତି, କିନ୍ତୁ ରାମପୁର ଗ୍ରାମର ରାମଦାସ ସର୍ବଦା ପ୍ରସନ୍ନ ଥାନ୍ତି। ଏକଥା ଶୁଣି ଦିନେ ଭୀମଦାସ ରାମଦାସଙ୍କ ଆନନ୍ଦର କାରଣ କ'ଣ ଜାଣିବାକୁ ରାମପୁରରେ ଯାଇ ପହଞ୍ଚିଲେ। ସେଠି ପହଞ୍ଚି ଭୀମଦାସ ଦେଖିଲେ ରାମଦାସଙ୍କ ପାଦରେ ପଟି ବନ୍ଧା ହୋଇଛି। ସେ ଖଟ ଉପରେ ଶୋଇ ରହିଛନ୍ତି। ଭୀମଦାସ ତାଙ୍କୁ ଏହାର କାରଣ ପଚାରନ୍ତେ ସେ କହିଲେ, ମହାଶୟ, ମୁଁ ଆମ କ୍ଷେତରେ କାମ କରୁଥିଲା ବେଳେ ପଡ଼ିଯାଇଥିଲି। ଡାକ୍ତର କହୁଛନ୍ତି ହାଡ଼ ଭାଙ୍ଗି ଯାଇଛି। ଭୀମଦାସ କହିଲେ, ଆହା, ବିଚରା, ଆପଣଙ୍କୁ ବହୁତ କଷ୍ଟ ହେବ ତ। ରାମଦାସ ଉତ୍ତର ଦେଲେ, କେବେଠୁ ଭାବିଥିଲି କାଳିଦାସଙ୍କର ମେଘଦୂତ ପଢ଼ିବି ବୋଲି, କିନ୍ତୁ ସମୟ ପାଏ ନାହିଁ। ଏବେ ସେହି ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି, ତେଣୁ ମୁଁ ଖୁବ୍ ଖୁସି। ଠିକ୍ ଏହି ସମୟରେ ରାମଦାସଙ୍କ ପୁଅ ଆସି ସେଠାରେ ପହଞ୍ଚି ବ୍ୟସ୍ତ ହୋଇ କହିଲା, ବାପା, ସୋମଦାସ ଆପଣଙ୍କୁ ଖୁବ୍ ଗାଳି ଦେଉଛି। ରାମଦାସ କହିଲେ, ଗାଳି ଦଉଛି? ଦଉ, ସେଥିରେ ଆମର କ୍ଷତି ବା କ'ଣ? ପୁଅ କହିଲା, ଆପଣଙ୍କୁ ଅଳସୁଆ ବୋଲି ଗାଳି ଦଉଛି। କହୁଛି ତ କହୁ, କହିଦେ ମୁଁ ଅଳସୁଆ। ପୁଅ କହିଲା, ଏପରି କହିଲେ ତାର ମୁହଁ ଆହୁରି ବଢ଼ିଯିବ। ରାମଦାସ କହିଲା, ଯଦି ମୁଁ ଅଳସୁଆ ହେଇଥିବି ସେଥିରେ ସେ କହିବାରେ ଭୁଲ କେଉଁଠି? ନା ନା, ସେ କହିଦେଲେ କ'ଣ ଆପଣ ଅଳସୁଆ ହୋଇଯିବେ? ପୁଅ ପୁଣି କହିଲା। ରାମଦାସ କହିଲା, ଆଚ୍ଛା, ସେପରି କହିବା ଦ୍ୱାରା ଆମର କୌଣସି ଲାଭ ବା କ୍ଷତି ହେଉଛି କି? ପୁଅ କହିଲା, ଲାଭ କ୍ଷତି ନ ହଉ, ତେବେ ଏପରି ସେ କହିବା ପରେ ଆମେ ଚୁପ୍ ହୋଇ ରହିବା କାହିଁକି? ରାମଦାସ ପୁଅକୁ ବୁଝାଇଲା, ଦେଖ ପୁଅ, ମୁଁ ତୋତେ ଗୋଟେ କଥା ପଚାରିବି। ସେ ଆଜି ପର୍ଯ୍ୟନ୍ତ ତ କେବେ କିଛି କହୁନଥିଲା। ଦିନ ଥିଲା ଯେତେବେଳେ ଆମର ଜମିବାଡ଼ି ସମ୍ପତ୍ତି ତାଠାରୁ ବହୁତ କମ୍ ଥିଲା। ଏବେ ଆମର ତାଠାରୁ ବେଶୀ ହୋଇଯିବାରୁ ସେ ନିଜେ ଈର୍ଷାରେ ଜଳୁଛି। ଜଳୁ, ଏବେ ବୁଝିଲୁ ତ? ଯଦି କୌଣସି ଲୋକ ବିନା କାରଣରେ ଗାଳି ଦିଏ, ତା ଅର୍ଥ ଆମେ ଭଲରେ ଅଛୁ। ସେ ସହି ନ ପାରି ଏପରି କରୁଛି, ସେଥିରେ ତ ଆମେ ଖୁସି ହେବାର କଥା। ପୁଅ କହିଲା, ଆପଣ ତ ସବୁ ସହିଯିବେ। ତାପରେ ରାମଦାସ ଭୀମଦାସକୁ ପଚାରିଲେ, ମହାଶୟ, ଗଭୀର ଭାବରେ ଚିନ୍ତା କରି ଦେଖିଲେ ଏ ଦୁନିଆରେ ଚିନ୍ତା କରିବାର କିଛି ନାହିଁ। ଏହି ସତ୍ୟ ମୁଁ ଉପଲବ୍ଧ କରିଛି। ଆପଣ ଏକଥା ମାନନ୍ତି ନା ନାହିଁ? ଭୀମଦାସ ଗଦଗଦ କଣ୍ଠରେ ଜବାବ ଦେଲେ, ଆପଣ ଖଟରେ ପଡ଼ି ରହିଛନ୍ତି, ତଥାପି ଆପଣଙ୍କ ପତ୍ନୀ ଯତ୍ନର ସହ ଆପଣଙ୍କର ସେବା କରୁଛି। ପୁଅ ରାଗି କରି ଆସିଥିଲା, ତଥାପି ଆପଣଙ୍କ କଥା ମାନିଗଲା। ମୁଁ ଆପଣଙ୍କ ପରି ଖଟ ଉପରେ ପଡ଼ି ରହନ୍ତି ତ ମୋ ପୁଅ ମୋ କଥା ଶୁଣନ୍ତା ନାହିଁ, ବା ମୋ ସ୍ତ୍ରୀ ମୋର ସେବା କରନ୍ତା ନାହିଁ। ସେସବୁ ମୋର ଭାଗ୍ୟର ଦୋଷ। ଏକଥା କହି ଭୀମଦାସ ରାମଦାସଠାରୁ ବିଦାୟ ନେଇ ନିଜ ଗ୍ରାମକୁ ଫେରିଗଲା। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ଗୋଟେ ଗପ, ଆତ୍ମସନ୍ତୋଷ।